ପ୍ରହସନିବ ଭାରତ। ଭାରତ ଭାରତର ଅର୍ଥ କ'ଣ? ଭାରତର ଅର୍ଥ ହେଉଛି ହେ ଭରତ ବଂଶଜ। ଭଗବାନ ବହୁତ ଜାଗାରେ ଅର୍ଜୁନକୁ ସମ୍ବୋଧନ କରିକିରି ଭରତ ବୋଲି କହୁଛନ୍ତି, କିନ୍ତୁ ଏଇ ଶ୍ଲୋକରେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଭରତ ବୋଲିକି। ସଞ୍ଜୟ କାହାକୁ କହୁଛନ୍ତି? ଧୃତରାଷ୍ଟ୍ର। ଧୃତରାଷ୍ଟ୍ରଙ୍କୁ କାହିଁକି କହୁଛନ୍ତି ଭରତ ବୋଲିକିରି? ନା ସିଏ ଧୃତରାଷ୍ଟ୍ରଙ୍କୁ କହିବାକୁ ଚାହୁଁଛନ୍ତି କ'ଣ ନା ତୁମେ ହେଉଛ ଭରତ ବଂଶଜ। କାହାକୁ କହୁଛନ୍ତି? ଧୃତରାଷ୍ଟ୍ର। ଧୃତରାଷ୍ଟ୍ରର ଅର୍ଥ କ'ଣ? ଧୃତରାଷ୍ଟ୍ରର ଅର୍ଥ ହେଉଛି ଯିଏ ତାଙ୍କର ନିଜ ରାଜ୍ୟ ନିଜ ସାମ୍ରାଜ୍ୟ ପ୍ରତି ଦୃଢ଼ବ୍ରତ। ମୋର ରାଜ୍ୟ ଆଉ କିଏ ନେଇପାରିବନି, ସେ ହେଉଛନ୍ତି ଧୃତରାଷ୍ଟ୍ର। ତ ଇଏ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଆକ୍ଷେପ କରି କହୁଛନ୍ତି କି ହେ ଧୃତରାଷ୍ଟ୍ର, ତମେ ତ ଇତିହାସ ଜାଣିଛ, ତମେ ତ ଭରତ ବଂଶଜ। ମୁଁ ଇତିହାସର କିଛି ଭରତଙ୍କ କଥା କହୁଛି ଶୁଣ। ଇତିହାସ କ'ଣ ଅଛି? ଆହୁରି ଅଧିକ ଭରତଙ୍କ ବିଷୟରେ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ। କେଉଁ କେଉଁ ଭରତ କଥା କହୁଛନ୍ତି ନା ଆପଣ ଶୁଣିଥିବେ ଶ୍ରୀମଦ୍ ଭାଗବତରେ ଋଷଭଦେବ ଭଗବାନ ନା ଶୁଣିଛନ୍ତି? ଋଷଭଦେବ ଭଗବାନଙ୍କର କେତେଟା ପୁଅ ଥିଲେ? 100ଟା ପୁଅ ଥିଲେ। ତାଙ୍କର ଶ୍ରେଷ୍ଠ ପୁଅ କିଏ? ସେ ହେଉଛନ୍ତି ଭରତ ମହାରାଜ, ଯାହାଙ୍କର ନାଁରେ ଆମର ଏ ଦେଶର ନାଁ ହେଇଛି ଭାରତ। ସେ ହେଉଛନ୍ତି ଭରତ। ସେଇଟା ଅଛି ଆଉ ଗୋଟେ। ଇଏ ହେଉଛନ୍ତି ଋଷଭଦେବ ଭଗବାନଙ୍କର ପୁଅ, ବଡ଼ ପୁଅ ଭରତ। ସିଏ ଯେତେବେଳେ ତାଙ୍କର ବାବା କିଏ ଋଷଭଦେବ ଭଗବାନଙ୍କର ଉପଦେଶ ଶୁଣିଲେ, ସେ ସବୁ ରାଜ୍ୟ ତ୍ୟାଗ କରିଦେଲେ। ତ୍ୟାଗ କରିକି ବଣକୁ ଯାଇକରି ତପସ୍ୟା କଲେ, ଭକ୍ତି କଲେ। କେମିତି ତ୍ୟାଗ କଲେ? ମଳବତ, ଯେମିତି ଆମେ ମଳମୂତ୍ର ତ୍ୟାଗ କରୁଛେ ସେମିତି ତ୍ୟାଗ କଲେ। କିଛି ହେଲେ ତାଙ୍କର ଆସକ୍ତି ରଖିଲେନି। ତ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି କିଏ? ସଞ୍ଜୟ, ଦେଖ ତମେ ଇତିହାସରେ ଶୁଣ, ଭରତ ଜଣେ ଥିଲେ ଯିଏକି ଋଷଭଦେବ ଭଗବାନଙ୍କ ପୁଅ। ସେ ରାଜ୍ୟକୁ ତ୍ୟାଗ କରିଦେଲେ, ଆସକ୍ତି ନଥିଲା ତାଙ୍କର। ଆଉ ଜଣେ ଭରତଙ୍କ କଥା କହୁଛନ୍ତି। କାହା କଥା? ଯିଏକି ଆପଣଙ୍କର ନବମ ସ୍କନ୍ଧ ଭାଗବତରେ ଚନ୍ଦ୍ରବଂଶରେ ଜଣେ ରାଜା ଆସୁଛନ୍ତି, ତାଙ୍କ ନାଁ ହେଉଛି ଦୁଷ୍ମନ୍ତ। ଆପଣ ନାଁ ଶୁଣିଥିବେ ଦୁଷ୍ମନ୍ତ। ତାଙ୍କର ରାଣୀ ଥିଲେ କିଏ? ଶକୁନ୍ତଳା। ତାଙ୍କର ପୁଅ ହେଉଛନ୍ତି ଭରତ। ସେ ଯେଉଁ ଭରତ ଥିଲେ, ସେ ଭରତଙ୍କର ଆପଣ ଛୋଟ ପିଲା ଦିନର କାହାଣୀ ଶୁଣିଥିବେ। ସେ ଛୋଟ ପିଲା ଦିନେ ସିଂହ ଆଉ ବାଘମାନ ମଧ୍ୟରେ ଖେଳୁଥିଲେ। ମାନେ ଖେଳଣା ସିଂହ ନାହିଁ, ସତେ ସିଂହ। ସତେ ସିଂହ ଆଉ ସତେ ବାଘମାନଙ୍କ ମଧ୍ୟରେ ଖେଳୁଥିଲେ, ଆଉ ତାଙ୍କୁ ଚାପଡ଼ା ପିଟି ଦେଉଥିଲେ ସିଂହମାନଙ୍କୁ। ମାନେ କେତେ ସାହସ ଥିଲେ ସେ ଭରତ। ତଥାପି ସେ ଯେତେବେଳେ ରାଜା ହେଲେ, ତାଙ୍କର ରାଜ୍ୟ ପ୍ରତି କୌଣସି ଲୋଭ ନଥିଲା। କୁହାଯାଇଛି ସେଥିପାଇଁ ତାଙ୍କୁ କୁହାଯାଇଛି ରାଜର୍ଷି। ସେ ରାଜା ହେଲେ ମଧ୍ୟ ସେ ଋଷି ଥିଲେ। ସେ କିଛି ଦିନ ପରେ ସେ ମଧ୍ୟ ଏ ରାଜ୍ୟ ଛାଡ଼ିକିରି ସେ ବିରକ୍ତି ମାନେ ତପସ୍ୟା କରିବାକୁ ସିଏ ବି ପଳେଇଥିଲେ। ସେ ଗୋଟେ ଭରତ। ତାଙ୍କ ବିଷୟ ବି କହୁଛନ୍ତି। କାହାକୁ? ଧୃତରାଷ୍ଟ୍ର। ଦେଖ ସିଏ ବି ଜଣେ ଭରତ ଥିଲେ। ତାଙ୍କର ରାଜ୍ୟ ପ୍ରତି କୌଣସି ଲୋଭ ନଥିଲା, ଖାଲି ଜଣେ ଆପଣ ଯିଏକି ରାଜ୍ୟକୁ ଧରିକି ବସିଛନ୍ତି। ଆଉ ଜଣେ ଭରତଙ୍କ କଥା କହୁଛନ୍ତି। କିଏ ସିଏ? ସେ ହେଉଛନ୍ତି ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଭାଇ, ଯିଏ ଆପଣ କହିଲେ, ସିଏ ଗୋଟେ ଭରତ। 3 ଜଣ ଭରତ କଥା କୁହାଯାଇଛି ଏଠି। ସିଏ କିପରି ଥିଲେ? ଯେତେବେଳେ ଆପଣ ତ ଜାଣିଛନ୍ତି ତାଙ୍କ ମା କେତେ ସୁନ୍ଦର ବ୍ୟବସ୍ଥା କଲେ। 14 ବର୍ଷ ବଣକୁ ପଠାଇଦେଲେ। କାହାକୁ? ଭଗବାନ ରାମଚନ୍ଦ୍ରକୁ। ଆଙ୍କୁ ନିଷ୍କଟଙ୍କ ରାଜ୍ୟ, କିଏ ଆଉ ମନା କରିବାକୁ ନାହିଁ। ରାଜ୍ୟକୁ ଗ୍ରହଣ କଲେ। ଗଲେ ଚିତ୍ରକୂଟକୁ ଗଲେ, ପାଦୁକା ଦୁଇଟା ଆଣିଲେ। ପାଦୁକା ଦୁଇଟା ଆଣିକିରି କୋଡ଼େ ରାଜ ସିଂହାସନରେ ବସେଇଲେ। ପାଦୁକା ରାଜ୍ୟ ଶାସନ କଲେ। ସିଏ ରାମଚନ୍ଦ୍ର ଯେମିତି 14 ବର୍ଷ ବନବାସ କଲେ, ଇଏ ମଧ୍ୟ 14 ବର୍ଷ ବନବାସ କଲେ। କେଉଁଠି ଯାଇକିରି? ଆମର ନନ୍ଦୀଗ୍ରାମକୁ ଯାଇକିରି ସେ ମଧ୍ୟ ସେ ରାମଚନ୍ଦ୍ର ଯେମିତି ତପସ୍ୟା କରୁଥିଲେ, ଇଏ ମଧ୍ୟ ସେମିତି ତପସ୍ୟା। ପାଦରେ ଚାଲିବା, ଫଳମୂଳ ଖାଇବା, କୌଣସି ରାଜ୍ୟ ଭୋଗ କଲେନି।
ହେଲେ ମଧ୍ୟ ଦେଖନ୍ତୁ ଆହୁରି ଅଧିକ କଷ୍ଟ କେମିତି ରାମଚନ୍ଦ୍ରକୁ ଆହୁରି ନିନ୍ଦା କଲେ ଲୋକ ନିନ୍ଦା କଲେ କାହାକୁ ଭରତକୁ କହିଲେ ଆ ଯୋଗୁଁ ଆଗା ମୋ ପ୍ରଭୁ ରାମଚନ୍ଦ୍ର ପଳେଇଲେ ବଣକୁ ଆ ଯୋଗୁଁ ଆଗା ରାମଚନ୍ଦ୍ର ପଳେଇଲେ ସବୁ ଯାକ ଦୋଷ ଆ ମୁଣ୍ଡରେ ଲଦିଲେ କାହା ମୁଣ୍ଡରେ ଭରତ ସବୁ ସହିଲେ ହଁ ମୋ ଯୋଗୁଁ ଆଗା ପଳେଇଲେ ମୋ ଯୋଗୁଁ ସ୍ୱୀକାର କଲେ ନା ନାହିଁ କେତେ ସହିଲେ ସେଥିପାଇଁ କୌଶଲ୍ୟା ମାତା ସବୁବେଳେ କହିବେ ମୋର ଭରତ ମୋର ରାମ ମୋର ଜନ୍ମ ପୁଅ ରାମଠୁ ମଧ୍ୟ ଲକ୍ଷେ ଗୁଣରେ ଭଲ ସବୁବେଳେ କୌଶଲ୍ୟା ପ୍ରଶଂସା କରିବେ ଭରତ ରାମଚନ୍ଦ୍ର ପଳେଇଲେ ବଣକୁ କିନ୍ତୁ ଇଏ ରାଜ୍ୟରେ ଥାଇକିରି ମଧ୍ୟ ସେ ବଣର କଷ୍ଟଠୁ ଆହୁରି ଅଧିକ କଷ୍ଟରେ ରହିଲେ ଜଣଙ୍କ ପାଖରେ ସବୁକିଛି ଭୋଗ ଅଛି କିନ୍ତୁ ସେ ଗ୍ରହଣ କରିବନି କେତେ କଷ୍ଟ ଭରତ ସେ ପ୍ରକାର କଷ୍ଟ ତ ଭରତକୁ ସବୁ ଶ୍ରେଷ୍ଠ କଲେ ତ ଏଇଠି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି କି ଦେଖ ଆମ ଇତିହାସରେ 3-4 ଜଣଙ୍କର ଭରତଙ୍କ କଥା କୁହାହେଇଛି ଯେଉଁଟେ କିଏ ରାଜ୍ୟ ପ୍ରତି କାହାର ବି ଲୋଭ ନଥିଲା ଆସକ୍ତି ନଥିଲା ଖାଲି ତମେ ଜଣଙ୍କର ଆଗରେ ଲୋଭ ଅଛି ଏଇଠି ବୁଝାଉଛନ୍ତି କାହାକୁ ଧୃତରାଷ୍ଟ୍ରଙ୍କୁ